नमस्कार बंधुगण आमर मो जेजेमा कही से भूत कथा को आप बहुत भल पाइबा देते आ बहुत मात्रा मोर से भिडियो टाइम अधिक ही आप भ्यू देते आउ समस्त कमेंट देते भूत गपटी भल लगे बोलिका आज भी मो जेजे मो पाखे अच्छी ए चलतु आउ गोटे भूत गप शुणा जेजेमा आज आउ गोटे भूत कथा कहू से जो भूत कथा कही से सब लोक देखी आ सब लोक भी कमेंट देते भल लगे आज आउ गोटे भूत कथा को आज आउ गोटे भी लोक शुणवे से पिला तो पिला जने केमती आउ गोटे कौन भूत कथा केमती कौन होता से तो जुगे भूत थिला कहूलु ए आउ गोटे भूत कथा कह से लोक सब शुणे भल लगे जमी ଯାଇଥିଲୁ ଗାଧେଇ ମୋ ବୋଉ ମୁଁ ସବୁ ଗଲୁ ଗାଧେଇ ଗୋଟେ ଗୁଡିଆ ଘର ମୋ ବଢେଇ ଘର ମା ଯାଇଥିଲା ଗାଧେଇ 7-3 ଜଣ ଯାଇଛୁ ଗାଧେଇ ଏଇନେ ସିନା ଘଣ୍ଟା ଫଣ୍ଟା ହଉଛି ସେତେବେଳେ ତ ଘଣ୍ଟା ମଣ୍ଟା ନଥିଲା ସେତେବେଳେ ଥିଲା ଫୁକିଆ ଉଣ୍ଡିଲେ ଯିବେ ଗାଧେଇ ଝାଡା ଆମେ ଫୁକିଆକୁ ଉଣ୍ଡିକି ମୋ ବୋଉ ଜାଣିପାରିଲାନି ଗଲୁ ଗଲା ବେଶୀ ଜବରି ଗୋଟେ ଓସ୍ତ ଗଛ ଆମର ଥିଲା ସେ ଓସ୍ତ ଗଛ ସିଧାରେ ଆମେ 3ଟି ଯାକ ପାଇଛୁ ସେ ଡାଳ ସତିକି ମଡ ମଡ କି ଭାଗିଲା ମୁଁ କହିଲି ଆଲୋ ମା ରାତି ଅଛି କି କଣ ଆଉ ତମେ ଏତେ ରାତି କି କଣ ଆଇଛ ରାତି ଅଛି ମୋ ବୋଉକୁ କହିଲି ମୋ ବୋଉ ଥିଲା ମା କୁ କହିଲି ଏତେ ରାତି ହଁ ବଡ ମା ହବ ଆଉ ବଡ ମା କୁ କହିଲି ତମେ ଏତେ ରାତି ଅଛ ନା ଲୋ ଝିଅ ରାତି ଅଛି ଫୁକିଆ ଆସିନି ଲୋ ରାତି ଅଛି ଆମେ ଜାଣିପାରିଲୁନୁ ତୋ ବୋଉ ତ ଡାକିଦେଲା ଆମେ ଗାଧେଇ ପଳେଇ ଆଇଲୁ ତତେ ତୋ ସାଙ୍ଗରେ ଆଣିକି ଆଇଲା ହାରି ତୁ କଣ ଡରିଲୁ ମୁଁ କହିଲି ୟା ଡରିବିନି ଗଛଟା ବଡ ବଡ ହେଇକି ଭାଗୁଛି ତମେ କେମିତି ଏତେ ରାତିରୁ ଆଉଛ କି ବିଲେଇକି କଣ ଗୋଟେ ବିଲେଇ ହେଇକି ଗଛରେ ଉପରେ ଚଢିଛି ସେଠୁ ମୋ ବୋଉ ଏଠେଇ କିଛି ନ କହିକି ପୋଖରୀ ଠେଇ କହିଲା ସେଇଟା ବିଲେଇ ନୁହଁଲୋ ସେଇଟା ଗୋଟେ ଭୂଇଁଆ ସେ ବୁଲେଇବ ସମସ୍ତିକି ଲୋକଙ୍କୁ ବୁଲେଇ ମାରିବ ଭୂଇଁଆ ମାନେ ସେଇଟା ଜନ୍ତୁ ନା କଣ ସେଇଟା ବିଲେଇ ରୂପରେ ବାହାରିବ ମଣିଷ ରୂପରେ ବାହାରିବ ଗୋରୁ ରୂପରେ ବାହାରିବ ବାଛୁରୀ ରୂପରେ ବାହାରିବ ବହୁତ ରୂପରେ ବାହାରେ ଏଇ ଭୂଇଁଆ ଟା ଗଛରେ ଚଢିକି ଆମକୁ ଦେଖିଲା ରାତି ଅଛି ବୋଲି ମଡ କି ଭାଙ୍ଗିଲା ମୁଁ ଆଡୁ ଟିଉଲ ଛାଡିକି ପଳେଇ ଆଇଲି ମୋ ବୋଉକୁ କୁଣ୍ଡେଇ ପକେଇଲି ବୋଲି ରାତି ଅଛି ଏତେ ରାତିରେ କଣ ଆଉଛ ଗାଧେଇ ବୋଉ ଗୋଟେ ଫୁକିଆକୁ ଉଣ୍ଡିଲା କହିଲା ଫୁକିଆ ତ ଆସିନି ଆଉ ସତ ହେଇଥିବ ଭଲ ଗଜା ଏତିକି ବେଳୁ କାହିଁକି ରାତିରେ ଆଇତେ ନା ହଁ ହଉ ଚାଲ ଗାଧେଇକି ପଳେଇ ଆସ 3 ଜଣ ତ ହେଇତେ କଣ ଡର ମାଡୁଛି ଆସ ସେଠୁ ଗଲୁ ଗଲା ବେଶୀ ସେଠି ଆମର ଗୋଟେ ଧୋବା ତୁଠ ଥାଇ ସେ ଧୋବା ତୁଠ ଠାଇ ସତିକି ଧୋବଡି ନୁଗା କାଟି ପକଉଛି ଯେ ଆମେ ସେଥିପାଇଁ ମୋ ବୋଉ କହିଲା ମୋ ଝୁଅକୁ କିଛି କହନି ମୋ ଝୁଅ ଡରିବ ଧୋବା ହାର କଣ ରାତିରୁ ଆଉଛି ନୁଗା କାଟିବାକୁ ସିଏ ନିତେଇ ଧୋବଣି ମାନେ କଣ ତାଙ୍କ ତୁଠ ଗଣ୍ଡି ପୂଜା କରିବେ ସିଏ ତାଙ୍କ ଗଣ୍ଡି ପୂଜା କରିଲେ ତାଙ୍କର ହବ ଯେ ରାତିରୁ କିଏ ଗଣ୍ଡି ପୂଜା କରୁଛି ସିଏ ଗୋଟେ ଧୋବଣି ତ ଆଉ ତାଙ୍କ ଗଣ୍ଡି ପୂଜା କରିକି ସିଏ ଲୁଗାପଟା କାଚନ୍ତି ଆଉ ଯେ ମୁଁ କହିଲି କଣ ବାହାର ଗାଣ୍ଡି ପୂଜା କରିବେ ଯେ କଣ ଗଣ୍ଡି ପୂଜା କରୁ ରାତିରୁ ଆସିକି ନା ନାଇଁ ମୋ ରାତିରୁ କେହି ଆସିନାହାନ୍ତି ତାଙ୍କ ବୋହୁ ପଞ୍ଜା କେହି ଆସିନାହାନ୍ତି ଧୋବାର ବୋହୁ ରାତି ଗୁଡାକ ଅଛି ଆପଣଙ୍କ ରାତିରୁ ଆମେ ଆଇଛି ଆଜି ସେଠୁ ଏମିତିଆ କରିକି ସେଠୁ ହୁତୁ କି ନିଆଁ ଗୁଡାକ ଜାଳିଲା ପୋଖରୀ ଗୁଡାରେ ତା ତୁଠରେ ଧୋବା ତୁଠରେ ହୁତୁ କି ନିଆଁ ଗୁଡା ଜାଳିଲା ସେଠୁ ମୋ ବଡ ମା ମୋ ବୋଉ କହିଲେ ନା ଗଜା ଆଜି କେତେ ରାତି ଅଛି ଆମେ ଆଇତେ ହାରିଲୁ ଆଉ ଦେଖୁନ ହେଠେଇ ଆଇଲେ ଯେ ଗାଁ ମୁଣ୍ଡ ଠେଇ ଗଛରେ ଓସ୍ତ ଗଛରେ ଭୂତ ଭୂଇଁଆ ଏଠେଇ ନିତେଇ ଧୋବଣି ବାହାରିଲାଣି ଆଜି କେତେ ରାତିରୁ ଆମେ ଆଇଛେ ନା ଚାଲ ହରି ଆମେ ଯିବା ହାରି ବେଗ ବୁଢୀ ପଡ ପଳେଇ ଯିବା 3 ଜଣ ମଣିଷ ତ ହେଇତେ ମା ଯିଏ ଗୋଛିମା ହେଇକି ପଳେଇ ଯିବା ଫୁକିଆ ଗୁଣ୍ଡି ନେଇ କିଛି ନାହିଁ ରାତି ଗୁଡାକ ଅଛି ପଳେଇ ଯିବା ସେଠୁ ନିତେଇ ଧୋବଣି ତ ତା ତୁଠରେ ଧୋବା ତୁଠରେ ହୁତୁ କି ନିଆଁ ଗୁଡାକ ଜାଳିଲା ନୁଗା ଗୁଡାକ ଯେତକ କାଟିଲା ଘସ ଘସିକି ସତିକି ଧୋବାହାର ବହୁ ନୁଗା କାଟୁଛନ୍ତି ଘସ ଘସିକି ନୁଗା ଗୁଡାକ ସେଠୁ କାଟିଲା ସେଠୁ ଆମେ ମୋ ବୋଉକା କହିଲେ ନା ନିଆଁ ଗୁଡା କାହିଁ ଜଳୁଛି ନା ନିଆଁ ଗୁଡା ଜଳୁଛି କଣ ନୁଗା ସଫା କରିବ ଗୁଣ୍ଡ ପକେଇକି ଚୁଲି ଗଣ୍ଡି ଧୋଉଛି ଗଣ୍ଡି ଧୋଇଲେ ଲୁଗା କାଟି ଯାଇକି ସେଠୁ ଦେଖିକି ଆଇଲୁ ସେଠୁ ବାଟରେ କଥାବାର୍ତ୍ତା ହେଲୁ ମୁଁ କହିଲି ଆଉ କେତେ ଡାକିଥିଲା କାହିଁ କେତେ ଗାଧେଇବାକୁ କାହିଁକି ମରୁଛ ନା ଆସୁନି ଯାହା ହେଲାଣି ହେଲାଣି ଆଉ ଘରେ କିଛି କହିବାନି ଆମ ଭାଗ୍ୟ ଭଲ ଆମେ ପଳେଇ ଯାଇଛୁ ଗାଁ ଭିତରେ ଦେଖିଲେ ଓସ୍ତ ଗଛରେ ଭୂଇଁଆ ଆଉ ଏଠେଇ ଦେଖିଲେ ନିତେଇ ଧୋବଣି ଅନେକ ରାତି ଅଛି ରାତିକି ଆସିକି ମୋ ବୋଉ କାମ ସାରିକି ଯେତେକ ଶୋଇଲେଣି ସେ ରାତି ପାଉନି ମୋ ବୋଉ ମୁଁ ମୋ ବଡ ମା କଥାବାର୍ତ୍ତା ହେଲେ କେତେ ରାତି ଥିଲା କାହିଁକି ଏତେ ରାତି ଆଜି ଆଇଲ
ଖାଲି ଭୂତ ଉଠେଇଛି ତମ ଭୂତ ଉଠେଇଛି। ସତକୁ ସତ ତ ଭୂଇଁଆ ଗାଁ ମୁଣ୍ଡରେ ଭୂଇଁଆ ଗୋଟେ ଓସ୍ତ ଗଛ ଅଛି ସତୀ ଗଛ ଭାଙ୍ଗି ପଡ଼ିବ ମୁଣ୍ଡରେ ଭାଙ୍ଗିଦବ ମୁଣ୍ଡରେ ମୁଣ୍ଡରେ ଭାଙ୍ଗିଲା ଆମେ ଗଲୁ ପୋଖରୀ ପୋଖରୀ ନିକେଇ ଦେବନି ବୁଲବୁଲିକି ଲୁଗା କାଚୁଛି ନିଆଁ ହୁତୁ ବି ଜାଳୁଛି। ଆଉ ହେଲେ ଡର ଟିକେ ଗାଧୋଇକି ଆମେ ଆଇଲୁ ଆଉ କ'ଣ କରିବୁ ଏତେବେଳେ ତ ଏମିତି କାଟିଲା ଏଇନେ ତା ଘଣ୍ଟାକୁ ଉଣ୍ଡିକିରି ଚାଲୁଥିଲି ସବୁ କେତେ ରାତି ଅଛି କ'ଣ ଅଛି ଜାଣୁଥିଲି ଆଉ ତ କୋଉ ଘଣ୍ଟା ନା କ'ଣ ଥିଲା ଖାଲି ବୁଝିଲେ ଖାଲି ଏଟାକୁ ଶୁଖିଆ ତରାକୁ ଶୁଖିଆ ରାତି କେତେ ଅଛି କେତେ ନାହିଁ ଯିବ ସେତେବେଳେ ତ ଏମିତିକା ଅବସ୍ଥା ହେଇଥିଲା ସେତେବେଳେ ଅବସ୍ଥା କଥା କାହିଁ କହୁଛ ଭାଗ୍ୟ ସରସ ଅଛି 3 ଜଣ ମଣିଷ ହେଇଥିଲୁ ବୋଲିକି ମତେ ଟିକେ ଡର ମାଇଲା ଟିକେ ବଡ଼ ମଣିଷ ହେଲେ ତାଙ୍କୁ ଡର ଭୟ ବେଶୀ ନାହିଁ ସେ କହିଲେ ହଁ ଆହାରି ଘରେ କଥାବାର୍ତ୍ତା 2 ଜଣ ଯାକ ହେଲେ କହିଲେ କେତେ ରାତି ଆଜି ଥିଲା ଆମେ ଗଲେ ଆଜି ମୋ ଝିଅ ଡରିଲା 3 ଜଣ ମଣିଷ ଯାଇଥିଲେ ବୋଲି ମୋ ଝିଅ ଆଇଲା ମୋ ଝିଅ କେତେ ଡରିଲା ଏଠି ବିଲେଇ ଲେଖା ଡେଇଁଲା ଓସ୍ତ ଗଛରେ ସେଇଟା ଭୂଇଁଆ ସେଠି ନିତେ ଧୋଉଣି ନୁଗା କିଛି ଦୁଲଦୁଲୁକି ନିଆଁ ଜାଳିକିରି ସେଇଟା କ'ଣ ବାହାର ବୋହୁଲି ଚକ୍ଷୁରୁ ଗଲେଣି ସକାଳ ଉଠି ପାଇଲାଣି କେତେ ରାତି ମୋ ବୋଉରୁ ଆସି କାମ ସାରିକି ଶୋଇକି ଉଠିବାରେ ଯାଇକି ରାତି ପାଇ ଏମିତିଆ କଥାବାର୍ତ୍ତା ହେଲେ। ନମସ୍କାର ଦର୍ଶକ ବନ୍ଧୁ ଏଇଟା ଗୋଟେ ଗପ ନୁହଁ ଏଇଟା ମୋ ଜେଜେମାର ପିଲାଦିନର ଗୋଟେ ସତ କଥା। ଏଇ ସତ କଥାଟି ମାନେ ଆପଣଙ୍କ ଭୂତ କଥାଟି ସତରେ ଏଇଟା ହିଁ ବାହାରିଥିଲା ପିଲା ମାର ଜେଜେମାର ପିଲାଦିନ କଥା ଏଇଟା ଆପଣ କେମିତି ଲାଗିଲା ଆପଣ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଯଦି ଆପଣ ଆଗକୁ ଆଉ ଏଇଭଳିଆ ସତ କଥା ଜାଣିବାକୁ ଚାହୁଁଛନ୍ତି ମାର ପିଲାଦିନ ଆପଣ ମାନେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟି ଲାଇକ୍ କରିବେ ଆଉ ଚ୍ୟାନେଲ ସବସ୍କ୍ରାଇବ୍ କରିଦେବେ ଆଉ ସେୟାର ମଧ୍ୟ କରିବେ। ରହୁଛି ଜୟ ଜଗନ୍ନାଥ।